ଖ୍ରୀଷ୍ଟରେ ଆଶ୍ରିତ ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ ମୋର ନମସ୍କାର ଜଣାଇବା ସହିତ ବର୍ତ୍ତମାନ ମୋ ସହିତ ଆଜି ଜଡ଼ିତ ଅଛନ୍ତି ପ୍ରଭୁଙ୍କ ଦାସ ଶତାବ୍ଦୀ ମଣ୍ଡଳୀର ପାଳକ ଆଚାର୍ଯ୍ୟ ବିଶାଲ ଆଜ୍ଞାଙ୍କୁ ଆମେ ଭେଟିଅଛୁ। କ'ଣ ଆଜିର ଶୁଭ ସମ୍ବାଦ ରହିଛି ଯାହାକି ଆପଣମାନେ ଶୁଣିଲେ ନିଶ୍ଚିତ ଖୁସି ହେବେ ଆଶା ରଖୁଛି। ତେବେ ସାର୍ ପ୍ରେଜ୍ ଦ ଲର୍ଡ ସାର୍। Praise the Lord. ଯାହା ବର୍ତ୍ତମାନ ଆମେ ଶୁଣିବାକୁ ପାରୁଛୁ ଗତ ଦିନମାନଙ୍କ ମଧ୍ୟରେ ଆପଣଙ୍କ ଚର୍ଚ୍ଚର ଭଗ୍ନ ଭିଡ଼ିଓଟି ଭାଙ୍ଗି ଯାଇଥିବା ଭିଡ଼ିଓଟି ଅତି ଭାଇରାଲ ହେଇଥିଲା। ଅନେକଙ୍କର ଚିନ୍ତା ଥିଲା ଯେ ଏହା କୌଣସି ବିଜାତି ଗୋଷ୍ଠୀ ମାନେ ଭାଙ୍ଗିଦେଲେ ଇତ୍ୟାଦି କଥା ଚିନ୍ତା ଥିଲା। ତ ସେଇ ଭଙ୍ଗା ଚର୍ଚ୍ଚକୁ ପୁନର୍ବାର ନିର୍ମାଣ ହେବା ନିମନ୍ତେ ଗୋଟେ ପ୍ରୟାସ ଚାଲିଛି ବୋଲି ଶୁଣିବାକୁ ପାରୁଛୁ। କ'ଣ କହିବେ ଦର୍ଶକମାନଙ୍କୁ? ଦେଖନ୍ତୁ, ମୁଁ ସର୍ବପ୍ରଥମରେ ପ୍ରତ୍ୟେକ ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କୁ ମୋର ଖ୍ରୀଷ୍ଟୀୟ ନମସ୍କାର ଜ୍ଞାପନ କରେ। ନମସ୍କାର। ମୁଁ ହେଉଛି ପାଳକ ଗିଦିଅନ୍ ମିଶାଲ, ଶତାବ୍ଦୀ ରାୟଗଡ଼ ବାପ୍ଟିଷ୍ଟ ମଣ୍ଡଳୀର ପାଳକ। ଆଉ ଯେତେବେଳେ ମୁଁ ପାଳକ ହେଇ 2013 ସାଲରେ ରାୟଗଡ଼ ବାପ୍ଟିଷ୍ଟ ମଣ୍ଡଳୀକୁ ଆସିଲା ପରେ ଗୋଟେ ଏ ପ୍ରକାର ମଣ୍ଡଳୀର ଉଦ୍ଦୀପନା ହେଲା ଯେ ଯେଉଁମାନେ କି ଚର୍ଚ୍ଚକୁ ବିଲକୁଲ ଆସୁନଥିଲେ ଅଧିକାଂଶ ଲୋକ ସେମାନେ ଯୋଗଦାନ କରିବା ଆରମ୍ଭ କଲେ ଏବଂ ସେମାନେ ବାକ୍ୟକୁ ଶ୍ରବଣ କରି ବହୁତ ସେମାନେ ଉପକୃତ ହେଲେ ଏବଂ ଆତ୍ମିକ ଜୀବନରେ ସେମାନେ ବଢ଼ିବା ପାଇଁ ଆରମ୍ଭ ହେଲେ। ଏ ପ୍ରକାର ହେଲା କି ଯେ ଆମର ଯେଉଁ ଗିର୍ଜାଘର ଥିଲା ସେ ଗିର୍ଜାଗୃହରେ ଲୋକ ଭର୍ତ୍ତି ହେଇଯାଉଥିଲେ ଏବଂ ବାହାରେ ପ୍ରାୟ 150ରୁ ଉର୍ଦ୍ଧ୍ୱ ଲୋକ ବାହାରେ ମଧ୍ୟ ରହୁଥିଲେ। ବସିବା ପାଇଁ ଜାଗା ଆସୁଛି। ବସିବା ପାଇଁ ଜାଗା ନିଅଣ୍ଟ ପଡୁଥିଲା। ଏହି ପ୍ରକାର ଭାବରେ ଆମେ ଗିର୍ଜା ଉପାସନା ଆମେ ପ୍ରତି ରବିବାର ଦିନ ପ୍ରାର୍ଥନା ଆମେ ଚଲାଉଥିଲୁ। ହେଲେ ଦିନକର ଘଟଣା ଆମମାନଙ୍କର ରାୟଗଡ଼ ବାପ୍ଟିଷ୍ଟ ମଣ୍ଡଳୀର ଜଣେ ବରିଷ୍ଠ ସଭ୍ୟ ରାଜପତି ମିଶାଲ ସେ ମହାଶୟ 1 ଲକ୍ଷ ଟଙ୍କା ଆଣି ପାଳକଙ୍କର ହସ୍ତରେ ସମର୍ପଣ କଲେ ଏବଂ ପ୍ରାର୍ଥନା କର ବୋଲି କହିଲେ ଏବଂ ସେ କହିଲେ ଯେ ଆମର ଗିର୍ଜା ଗୃହରେ ବସିକିରି ଉପାସନା କରିବା ପାଇଁ ବିଲକୁଲ ଆମକୁ ଜାଗା ହଉନି, ବାହାରେ ଲୋକମାନେ ବସୁଛନ୍ତି, ତେଣୁ ମୁଁ ଆଜି ଆଉ ଭଲେଣ୍ଟିୟର ଭାବରେ ମୁଁ 1 ଲକ୍ଷ ଟଙ୍କା ମଣ୍ଡଳୀକୁ ଦାନ କରୁଛି ଏବଂ ନୂତନ ଗିର୍ଜାଗୃହ ନିର୍ମାଣ କରାଯାଉ ବୋଲିକିରି ଆଉ ସେ ଆଣିକି ଦେଲେ। ସେଇ ଦିନଠାରୁ ଲୋକମାନଙ୍କର ମଧ୍ୟରେ ଗୋଟେ ଭିନ୍ନ ପ୍ରକାର ମହଲ ସୃଷ୍ଟି ହେଇଗଲା ଏବଂ ଲୋକମାନେ ଚିନ୍ତା କଲେ ଯେ ଆମକୁ ନିତାନ୍ତ ଭାବରେ ନୂତନ ଗୋଟେ ଗିର୍ଜାଗୃହ ନିହାତି ଦରକାର। ତାପରେ 2022 ସାଲରେ ଆମମାନଙ୍କର ମଣ୍ଡଳୀରେ ଏକ ନିଷ୍ପତ୍ତି ନିଆଗଲା ଏବଂ ନିର୍ଦ୍ଧାରଣ କରାଗଲା ଯେ ଆମମାନଙ୍କର ମଣ୍ଡଳୀ ନିମନ୍ତେ ଏକ ନୂତନ ଗିର୍ଜାଗୃହ ନିହାତି ଦରକାର। 2022 ସାଲରୁ ଆମେ ଚେଷ୍ଟା କଲୁ କି ପ୍ରକାର ଭାବରେ ହେବ, କିନ୍ତୁ ଆମେ ପ୍ରଥମରେ ଆମକୁ ଗିର୍ଜା ଉପାସନା ଗୃହ ଗୋଟେ ବସି ଉପାସନା କରିବା ପାଇଁ ତ ନିହାତି ଦରକାର, ତାପରେ ଆମେ ଭଗ୍ନ କରିବୁ ବୋଲି ଆମେ ଚିନ୍ତା କରିଥିଲୁ। ମଣ୍ଡଳୀର ନିଷ୍ପତ୍ତି ପ୍ରକାରେ ନିର୍ଦ୍ଧାରଣ ପ୍ରକାରେ ଗୋଟେ ଟିଣ ଗିର୍ଜାଗୃହ ନିର୍ମାଣ କରାଯାଉ, ତାପରେ ଆଉ ଏଇ ଯେଉଁ ପୁରୁଣା ଗିର୍ଜାଗୃହ ଅଛି ତାକୁ ଭଗ୍ନ କରାଯାଉ ବୋଲି ଆଉ ନିଷ୍ପତ୍ତି ନିଆଗଲା, ସ୍ଥିର କରାଗଲା। ଆମେ ଆଉ ଟିଣ ଗିର୍ଜାଗୃହ ଗୋଟେ ନିର୍ମାଣ କଲୁ ଏବଂ ତାକୁ ଆମେ ଉଦ୍ଘାଟନ କଲୁ। ତାପରେ ଆଉ ଆମମାନଙ୍କର ମଣ୍ଡଳୀର ନିଷ୍ପତ୍ତି ପ୍ରକାରେ ଆମମାନଙ୍କର ସୁପରିଚିତ ଗଜପତି ଜିଲ୍ଲାର ସ୍ୱାଧୀନ ପ୍ରଚାରକ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା ମହାଶୟଙ୍କୁ ଡକାଯାଉ ଏବଂ ଗୋଟେ ସ୍ୱତନ୍ତ୍ର ଭାବରେ ଉପବାସ ପ୍ରାର୍ଥନା ମିଟିଂ କରାଯାଉ ଏବଂ ଉକ୍ତ ଦିନରେ ଆଉ ଏ ପୁରୁଣା ଗିର୍ଜାଗୃହକୁ ଭଗ୍ନ କରାଯାଉ ବୋଲି ଗୋଟେ ନିଷ୍ପତ୍ତି ନିଆଯାଇଥିଲା। ସେ ଅନୁସାରେ ଆମର ଉପବାସ ମିଟିଂ ପ୍ରାର୍ଥନା କରାଗଲା। ତାପରେ ପ୍ରାର୍ଥନାର ସମାପ୍ତି ପରେ ନିଜେ ପରିଛା ମହାଶୟ ଥିଲେ ଏବଂ ତାଙ୍କର ହାତ ଦ୍ୱାରା ପ୍ରଥମରେ ଆଉ ଘରଟି ଭଗ୍ନ କରାଗଲା ଏବଂ ଏଡ଼େ ବଡ଼ ଘର ତ ହାତରେ ତ ଆମେ ଭଗ୍ନ କରିପାରିବୁ ନାହିଁ, ତେଣୁ ମଣ୍ଡଳୀ ନିଷ୍ପତ୍ତି ନେଲେ ଗୋଟେ ଡ୍ରଜର ଆଣି ଡ୍ରଜର ଦ୍ୱାରା ସବୁ ଭଗ୍ନ କରାଗଲା। କେତେକ ଲୋକମାନେ ଆକୁ ଭୁଲ ବୁଝାମଣା ନେଇ ବିଜାତି ଲୋକମାନେ ମଣ୍ଡଳୀରେ ପ୍ରବେଶ କରି ଗିର୍ଜାଘରକୁ ଭାଙ୍ଗିଦେଲେ ବୋଲିକିରି କେତେକ ବାହାରେ ମିଥ୍ୟା ପ୍ରଚାର ଆରମ୍ଭ ହେଲା। କିନ୍ତୁ ପ୍ରକୃତରେ ଆମର ଗିର୍ଜାଗୃହରେ ବସି ଉପାସନା କରିବା ପାଇଁ ଜାଗା ନିଅଣ୍ଟ ପଡୁଥିବା ସକାଶୁ ଆମେ ତାକୁ ନିଜେ ଭଗ୍ନ କରିଦେଇଥିଲୁ। ତ ବର୍ତ୍ତମାନ କାଲିର ଖବର ଯାହା ମୁଁ ଶୁଣିବାକୁ ପାରୁଛି ଯେ ଗତ ବର୍ଷ ପ୍ଲାନିଂ ଥିଲା, କିଛି ଅସୁବିଧା ତ ହେଇପାରିଲା ନାହିଁ। ବର୍ତ୍ତମାନ ଆଉ ଗୋଟେ ପ୍ଲାନିଂ ଅଛି, କେମିତି ଗୋଟେ କମିଟି ଗଠନ କରାଯିବ କି କେମିତି ଗୋଟେ ଶୁଭାରମ୍ଭ ହେବ, ଏ ଉପରେ କ'ଣ? ଦେଖନ୍ତୁ, ଆମର ପୁରୁଣା ଗିର୍ଜାଗୃହ ଭଗ୍ନ କରି ପ୍ରାୟ 6 ମାସର ଉର୍ଦ୍ଧ୍ୱ ହେବ ଆଉ ଭଗ୍ନ କରାଯାଇଛି। ଆମେ ଅତି ଶୀଘ୍ର କି ପ୍ରକାର ହେବ ଆମେ ବହୁତ ପ୍ରୟାସ କରୁଥିଲୁ, କିନ୍ତୁ ଆଉ ତାହା ହେଇପାରୁନଥିଲା। ପ୍ରଭୁଙ୍କର ଯୋଜନା, ପ୍ରଭୁଙ୍କର ସମୟ ଅନୁସାରେ ହିଁ ତାହା ହେବ, କାରଣ ପ୍ରଭୁଙ୍କର ଗୃହ ଆଉ ମନୁଷ୍ୟମାନଙ୍କର ଚିନ୍ତା, ମନୁଷ୍ୟମାନଙ୍କର ଆଉ ଭାବନାରେ ତାହା ହେଇପାରିବ ନାହିଁ। ପ୍ରଭୁଙ୍କର ଗିର୍ଜାଗୃହ ପ୍ରଭୁ ହିଁ ସେ ନିର୍ମାଣ କରିବେ, ତାହାର ନିରୂପିତ ସମୟରେ ଆଉ ସେ ତାହା କରିବେ। ହେଲେ ଆମର ଶତାବ୍ଦୀ ରାୟଗଡ଼ ବାପ୍ଟିଷ୍ଟ ମଣ୍ଡଳୀର ସମସ୍ତ ଗ୍ରାମ ବା ପରିବାରର ମୁଖ୍ୟ ଲୋକମାନଙ୍କୁ ନେଇ ଆଉ ସ୍ୱତନ୍ତ୍ର ଭାବରେ ଗତକାଲି
ଆମମାନଙ୍କର ଏକ ସାଧାରଣ ବୈଠକ କରାଯାଇଥିଲା ମଣ୍ଡଳୀର ସମସ୍ତ କର୍ମକର୍ତ୍ତାମାନଙ୍କୁ ନେଇ। ତାପରେ ଆମର ଗୋଟେ ନିଷ୍ପତ୍ତି ନିଆଗଲା ଯେ ଆସନ୍ତା ଅର୍ଥାତ୍ ଫେବୃଆରୀ ମାସ 13 ତାରିଖ ଆଉ ସନ୍ଧ୍ୟା 3 ଘଣ୍ଟା ସମୟ ଠାରୁ ଆରମ୍ଭ ହେବ ଗୋଟେ ସ୍ୱତନ୍ତ୍ର ଭାବରେ ଗୋଟେ ମିଟିଂ କରାଯିବ, ସର୍ବସାଧାରଣ ମିଟିଂ କରାଯିବ। ଉକ୍ତ ମିଟିଂରେ ଆଉ ଗୃହ ନିର୍ମାଣ ଗିର୍ଜା ଗୃହ ନିର୍ମାଣ କମିଟି ଗୋଟିଏ ଗଠନ କରାଯିବ। ତାପରେ ମାଣ୍ଡଳିକ ଭାବରେ ସେ କମିଟିକୁ ଆମେ ଦାୟିତ୍ୱ ଦେଲେ ସେମାନେ ଆଉ ଗୃହ ନିର୍ମାଣ କାର୍ଯ୍ୟକ୍ରମ ଆଉ ସେମାନେ କରିବେ। ଆଉ ସେ ଭିତ୍ତିମୂଳ ଖୋଳିବା ପୂର୍ବରୁ ଆମେ ଏକ ସ୍ୱତନ୍ତ୍ର ଉପବାସ ପ୍ରାର୍ଥନା ମିଟିଂ ମଧ୍ୟ କରିବା ପାଇଁ ଆମେ ସ୍ଥିର କରିଛୁ, ମନରେ ଭାବିଛୁ, ପ୍ରଭୁଙ୍କଠାରେ ନିବେଦନ କରୁଛୁ, ପ୍ରାର୍ଥନା କରୁଛୁ। କି ପ୍ରକାର ଭାବରେ ଏହି ଶତାବ୍ଦୀ ରାୟଗଡ଼ ବାପ୍ଟିଷ୍ଟ ମଣ୍ଡଳୀରେ ଏକ ଗିର୍ଜାଗୃହ ନିର୍ମାଣ ହେଇପାରିବ ଏଥିପାଇଁ ଆମେ ପ୍ରାର୍ଥନା କରୁଛୁ ଏବଂ ଚିନ୍ତା କରୁଛୁ, ପ୍ରୟାସ କରୁଛୁ। ତେଣୁ ଆପଣମାନଙ୍କୁ ବିଶେଷ ବିଶେଷ ଅନୁରୋଧ କରୁଛୁ, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ଦୟାପୂର୍ବକ ଶତାବ୍ଦୀ ରାୟଗଡ଼ ବାପ୍ଟିଷ୍ଟ ମଣ୍ଡଳୀର ନିମନ୍ତେ ପ୍ରାର୍ଥନା କରିବେ ଏବଂ ସାହାଯ୍ୟ କରିବେ, ସହଯୋଗ କରିବେ ବୋଲି ଆମେ ବିଶେଷ ବିଶେଷ ଆପଣମାନଙ୍କୁ କାମନା କରୁଅଛୁ। ପାଳକ ମହାଶୟ ନିଶ୍ଚିତ ଭାବେ ଆମ EBC ରେ ଅନେକ ମଣ୍ଡଳୀରେ ବିଭିନ୍ନ ନୂଆ ନୂଆ ଗିର୍ଜାଘର ଚାଲୁଛି, କାମ ଗୁଡାକ ଆରମ୍ଭ ଚାଲୁଥିବା ସମୟରେ ଆପଣ ମନରେ ଟିକେ ଦୁଃଖ ପ୍ରକାଶ ହେଇଛି କି କେବେ ଆମର ଆରମ୍ଭ ହବ? ଏ ପ୍ରକାର ତ ଚିନ୍ତା ଥିଲା। ଆମର ଯୋଉ ଗିର୍ଜାଗୃହ ଆମେ ଭାଙ୍ଗି ଦେଇ ଅନେକ ଦିନ ହେଲା, ଆମେ ଆଗରୁ ଭାଙ୍ଗିଦେଲୁ, କିନ୍ତୁ ଅନ୍ୟ ଲୋକମାନେ ପରେ ମଧ୍ୟ ସେମାନେ ଚିନ୍ତା କରି ଗିର୍ଜାଗୃହ କରିବୁ ବୋଲି ପରେ ଚିନ୍ତା କରି ସେମାନେ ଆରମ୍ଭ ଶୀଘ୍ର କରିଦେଲେ। ଆରମ୍ଭ କରିଦେଲେ। କିନ୍ତୁ ଆମେ ବିଶ୍ୱାସ କରୁଛୁ ଯେ ପ୍ରଭୁ ତାର ନିରୂପିତ ସମୟରେ ହିଁ ସେ ସମସ୍ତ କାର୍ଯ୍ୟ କରିବେ, ଏହା ଆମେ ବିଶ୍ୱାସ କରୁଛୁ। ହତାଶ ନିରାଶ ମନକୁ ଆସିଲେ ମଧ୍ୟ ଆଉ ସେ ସବୁକୁ ଆମେ ଭୃକ୍ଷେପ କରି ପ୍ରଭୁଙ୍କଠାରେ ବିଶ୍ୱାସ କରୁଛୁ, ପ୍ରଭୁ ନିରୂପିତ ସମୟରେ ସେ ସମସ୍ତ ବିଷୟ ସେ କରିବେ। ଏ ନିର୍ମାଣ କାମ ପାଇଁ ଆପଣଙ୍କ ଅନେକ ବିଶେଷଜ୍ଞ ମତ ନେଇଥିବେ, ଅନେକ ମତ କିଛି ଆସିଥିବ, କିଏ ପ୍ରତିବାଦ କରୁଛନ୍ତି କି? ନାଇଁ, ସେମିତି କିଛି ତ ପ୍ରତିବନ୍ଧକ ନାହିଁ, କିନ୍ତୁ ମଣ୍ଡଳୀରେ ଯେତେବେଳେ ନୂତନ ଭାବରେ କର୍ମକର୍ତ୍ତା ଚୟନ କରାଯାଏ କିଛି ସମୟ ଲାଗେ। କିଛି ସମୟ ଲାଗେ। ତେଣୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସକାଶୁ ଆମର ଦିନ ଗଡ଼ିଗଲା ଷ୍ଟେପ୍ ଏବଂ ବାଇ ଷ୍ଟେପ୍ ହେଲା ଷ୍ଟେପ୍ ବାଇ ଷ୍ଟେପ୍ କଲା ବେଳକୁ ଆଉ ଟିକେ ଦିନଟେ ବିଳମ୍ବ ହେଇଛି। ପ୍ରିୟ ଦର୍ଶକ ବନ୍ଧୁ ମାନେ, ଏହା ଥିଲା ଉତ୍କଳ ବାପ୍ଟିଷ୍ଟ ଶତାବ୍ଦୀ ମଣ୍ଡଳୀ ରାୟଗଡ଼ର ଆଉ ଉପାସନା ଗୃହର ନିର୍ମାଣର କିଛି ସଂକ୍ଷିପ୍ତ ସୂଚନା ଥିଲା। ବର୍ତ୍ତମାନ ସେତେବେଳେ ଆମେ କଥା ହଉଥିଲୁ ପାଳକ ମହାଶୟଙ୍କ ସହିତ। ଏଥିରେ କୌଣସି ସନ୍ଦେହ ନାହିଁ, ଆଶା ରହିଲା, ଅପେକ୍ଷା ରହିଲା, କେବେ ଭିତ୍ତିମୂଳ ଶୁଭାରମ୍ଭ ହବ ସେଇ ସମୟ ରହିଲା। ବର୍ତ୍ତମାନ ଏତିକି ମୋର ଅନୁରୋଧ ରହିବ ଯେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ପରିସର ଯେତେ ପାଳକ ଅଛନ୍ତି, ଡିକନ୍ସ ଅଛନ୍ତି, ପ୍ରଚାରକ ମାନେ ଅଛନ୍ତି, ସେବକ ମାନେ ଅଛନ୍ତି, ଯେ ପ୍ରତ୍ୟେକ ବିଶ୍ୱାସୀ ପୁଣି ଓଡ଼ିଶାରେ ଆମ ଇଣ୍ଡିଆ ଯେତେ ପ୍ରତ୍ୟେକ ଦେଖୁଛନ୍ତି ଆମ ଭିଡ଼ିଓକୁ ସମସ୍ତେ ପ୍ରାର୍ଥନା କରିବା ଅନୁରୋଧ କରୁଛୁ। ଏହା ଥିଲା ଆଜ୍ଞାଙ୍କର ମତ। ତେଣୁ ଧନ୍ୟବାଦ ମହାଶୟ, ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ସହଯୋଗ କରନ୍ତୁ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ।